नमस्कार। ओम नमो भगवते बासुदेवाय। आज आमे श्रीमद् भगवद गीतारू एक अत्यंत गभीर एवं मु कहिबी जीवन बदलाई देबा भली श्लोक उपरे एक विस्तृत आलोचना करबाकू जाउछु। हाँ, ଏହା ହେଉଛି ତୃତୀୟ ଅଧ୍ୟାୟ କର୍ମଯୋଗର 35ତମ ଶ୍ଲୋକ। एकदम जोठी भगवान श्रीकृष्ण स्वधर्म एवं परधर्म मध्यरे थिबा रहस्यकू बुझाइछन्ति। ଏହି ଆଲୋଚନାର ସମ୍ପୂର୍ଣ୍ଣ ଲାଭ ଉଠାଇବାକୁ ହେଲେ ଏହାକୁ ଶେଷ ପର୍ଯ୍ୟନ୍ତ ଶୁଣିବା ନିହାତି ଜରୁରୀ। निश्चय। ଆଉ ଯଦି ଏହିଭଳି ଜ୍ଞାନପୂର୍ଣ୍ଣ ବିଷୟବସ୍ତୁ ଭଲ ଲାଗୁଥାଏ ତେବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ମଧ୍ୟ ଭୁଲିବେ ନାହିଁ। ତେବେ ଚାଲନ୍ତୁ ଆଉ ଡେରି ନ କରି ଏହି ଗଭୀର ବିଷୟକୁ ବୁଝିବା। ତେବେ ପ୍ରଥମେ ଶ୍ଲୋକଟିର ପାଠ କରାଯାଉ। ଶ୍ରେୟାନ୍ ସ୍ୱଧର୍ମୋ ବିଗୁଣଃ ପରଧର୍ମାତ୍ ସ୍ୱନୁଷ୍ଠିତାତ୍ ସ୍ୱଧର୍ମେ ନିଧନମ୍ ଶ୍ରେୟଃ ପରଧର୍ମୋ ଭୟାବହ 35। वाह, ଏହାର ଉଚ୍ଚାରଣରେ ହିଁ ଏକ ଶକ୍ତି ଅଛି। ତେବେ ଏହାର ସରଳ ଅର୍ଥ ଯଦି ଆମେ ଦେଖିବା ତାହା ହେଉଛି ଭଗବାନ କହୁଛନ୍ତି ନିଜର କର୍ତ୍ତବ୍ୟ ବା ଧର୍ମ ଯଦିଓ ତାହା ତ୍ରୁଟିପୂର୍ଣ୍ଣ ହୋଇଥାଉ ପଛେ ତାହା ଅନ୍ୟର ସମ୍ପୂର୍ଣ୍ଣ ଭାବେ କରାଯାଇଥିବା କର୍ତ୍ତବ୍ୟଠାରୁ ମଧ୍ୟ ଶ୍ରେଷ୍ଠ। ଆଚ୍ଛା, ଆଉ ଦ୍ୱିତୀୟ ଧାଡ଼ି? ଦ୍ୱିତୀୟ ଧାଡ଼ିଟିଏ ଆହୁରି ଶକ୍ତିଶାଳୀ। ନିଜ ଧର୍ମ ପାଳନ କରି ମୃତ୍ୟୁବରଣ କରିବା ମଧ୍ୟ କଲ୍ୟାଣକାରୀ, କାରଣ ଅନ୍ୟର ଧର୍ମ ଅନୁସରଣ କରିବା ଅତ୍ୟନ୍ତ ଭୟଙ୍କର। ଏଇଟା ପ୍ରଥମେ ଶୁଣିଲେ ଟିକେ କଠୋର ଲାଗୁଛି, ନୁହେଁ କି? ହଁ, ଟିକେ ଚମକାଇ ଦେବା ଭଳି। ଯେ ନିଜ ଧର୍ମ ପାଳନ କରି ମରିଯିବା ଭଲ, ଏତେ ବଡ଼ କଥା କହିବା ପଛର କାରଣ କ'ଣ ହୋଇପାରେ? ମତେ ଲାଗୁଛି ଏହାର ପୃଷ୍ଠଭୂମିକୁ ବୁଝିବାଟା ବହୁତ ଜରୁରୀ। ଏକଦମ ଠିକ୍ କହିଲେ। ଦେଖନ୍ତୁ, ଏହି କଥା କୌଣସି ଶାନ୍ତ ଆଶ୍ରମରେ କୁହାଯାଇନି। ଏହା କୁରୁକ୍ଷେତ୍ର ଯୁଦ୍ଧଭୂମିରେ କୁହାଯାଇଥିଲା। ହଁ, ଯେତେବେଳେ ଅର୍ଜୁନ ନିଜ ସମ୍ପର୍କୀୟ, ନିଜ ଗୁରୁ ପିତାମହଙ୍କୁ ଦେଖିଲେ, ତାଙ୍କ ହାତରୁ ଗାଣ୍ଡିବ୍ ଖସି ପଡ଼ିଲା। ସେ ପୁରା ଭାଙ୍ଗି ପଡ଼ିଥିଲେ। ସେ ଯୁଦ୍ଧ କରିବାକୁ ସିଧା ସିଧା ମନା କରିଦେଲେ। ସେ ଭାବୁଥିଲେ ରାଜ୍ୟ ପାଇଁ ନିଜ ଲୋକଙ୍କୁ ମାରିବାଠୁ ଭଲ ସନ୍ନ୍ୟାସ ନେଇଯିବା। ମାନେ ସେ ନିଜର କ୍ଷତ୍ରିୟ ଧର୍ମକୁ ଭୁଲି? ହଁ, ସେ ନିଜ କ୍ଷତ୍ରିୟ ଧର୍ମକୁ ଛାଡ଼ି ଜଣେ ସନ୍ନ୍ୟାସୀର ଧର୍ମ ପାଳନ କରିବାକୁ ଶ୍ରେଷ୍ଠ ମଣୁଥିଲେ। ଆଚ୍ଛା, ତେବେ ସେ ନିଜର ମୂଳ କର୍ତ୍ତବ୍ୟ, ଯାହା ତାଙ୍କର ସ୍ୱଧର୍ମ, ତାକୁ ଛାଡ଼ି ଗୋଟେ ଅନ୍ୟ ବାଟ ଖୋଜୁଥିଲେ। ହଁ, ଯେଉଁ ବାଟ ତାଙ୍କୁ ସେତେବେଳେ ସହଜ ଆଉ ଶାନ୍ତିପୂର୍ଣ୍ଣ ଲାଗୁଥିଲା। ଏଇଠି ହିଁ କଥାଟା ଆହୁରି ରୋଚକ ହୋଇଯାଉଛି। ତେବେ ଏହି ସ୍ୱଧର୍ମର ପ୍ରକୃତ ଅର୍ଥ କ'ଣ? ଏଟା କ'ଣ କେବଳ ଜାତି ଆଧାରିତ କାମକୁ ବୁଝାଏ? ନା, ବିଲକୁଲ ନୁହେଁ। ଏଇଟା ଗୋଟେ ବହୁତ ବଡ଼ ଭୁଲ ଧାରଣା। ଗୀତାରେ ସ୍ୱଧର୍ମର ଅର୍ଥ ହେଉଛି ଆମର ସ୍ୱଭାବରୁ ଜନ୍ମ ନେଇଥିବା ଧର୍ମ। ସ୍ୱଭାବ ମାନେ ଆମର ପ୍ରକୃତି? ହଁ, ଆମର ପ୍ରକୃତି, ଆମର ଗୁଣ, ଆମର ଆନ୍ତରିକ ପ୍ରବୃତ୍ତି। ସେଇ ଅନୁସାରେ ଯେଉଁ କର୍ମ, ତାହା ହିଁ ଆମର ସ୍ୱଧର୍ମ। ଏହା ସେହି କାମ ଯାହାକୁ କଲେ ଆତ୍ମାକୁ ଖୁସି ମିଳେ। ଉଦାହରଣ ଦେଇ ବୁଝେଇବେ କି? ନିଶ୍ଚୟ। ଯେମିତିକି ଜଣେ ଲୋକର ସ୍ୱଭାବ ହେଉଛି ଲେଖାଲେଖି କରିବା, କିନ୍ତୁ ସେ ଅଧିକ ପଇସା ପାଇଁ ଗୋଟେ ବ୍ୟବସାୟ କରୁଛି। ତେବେ ସେ ପରଧର୍ମ ପାଳନ କରୁଛି। ଏକଦମ। ସ୍ୱଧର୍ମ ଆତ୍ମାରୁ ଆସେ, ସମାଜ ତାକୁ ଆମ ଉପରେ ଲଦି ଦେଇନଥାଏ। ବାଃ, ଏହା ତ ବହୁତ ସ୍ପଷ୍ଟ କଲା। କିନ୍ତୁ ମୋତେ ଗୋଟେ କଥା ଏବେ ବି ଆଶ୍ଚର୍ଯ୍ୟ କରୁଛି। ଶ୍ଲୋକରେ ଅଛି ତ୍ରୁଟିପୂର୍ଣ୍ଣ ସ୍ୱଧର୍ମ ବି ଶ୍ରେଷ୍ଠ ବିଗୁଣଃ। ହଁ, ଏହା ହିଁ ଏହି ଶ୍ଲୋକର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଂଶ। କାହିଁକି? ଆମେ ତ ସବୁବେଳେ ସବୁକିଛି ପରଫେକ୍ଟ କରିବାକୁ ଚେଷ୍ଟା କରୁ। ତେବେ ତ୍ରୁଟିପୂର୍ଣ୍ଣ ଜିନିଷ ଭଲ କେମିତି ହେଲା? କାରଣ ସ୍ୱଧର୍ମରେ ଗୋଟେ ପ୍ରାକୃତିକ ଶକ୍ତି ଥାଏ। ସେ କାମ କଲାବେଳେ ଆମ ମନ, ବୁଦ୍ଧି ଆଉ ଆତ୍ମା ଏକାଠି କାମ କରନ୍ତି। ମାନେ ଭିତରେ କୌଣସି ସଂଘର୍ଷ ନଥାଏ? ଠିକ୍। ସଂଘର୍ଷ କମ୍, ସନ୍ତୋଷ ଅଧିକ। ଆଉ ଯେଉଁଠି ତ୍ରୁଟି ଅଛି, ସେଇଠି ହିଁ ତ ଶିଖିବାର ସୁଯୋଗ ଅଛି, ବିକାଶର ସମ୍ଭାବନା ଅଛି। ଆଚ୍ଛା, ତେବେ ଅନ୍ୟର କାମ ଆମକୁ ବାହାର ଦେଖିବାକୁ ଭଲ ଲାଗିପାରେ, କିନ୍ତୁ ତାହା ତାଙ୍କ ପ୍ରକୃତି ପାଇଁ ଉପଯୁକ୍ତ, ଆମ ପାଇଁ ନୁହେଁ। ବୁଝିଲେ। ତେବେ ଏହାର ଉଲ୍ଟା ଦିଗକୁ ଆସିବା। ପରଧର୍ମକୁ କାହିଁକି ଭୟାବହ ବା ଭୟଙ୍କର କୁହାଯାଇଛି? ଏହାର କାରଣ ବି ବହୁତ ଗଭୀର। ପ୍ରଥମତଃ, ଏଥିରେ ଆମ ଆତ୍ମା ବିଦ୍ରୋହ କରେ। କେମିତି? ଆମ ମନ ହୁଏତ ରାଜି ହୋଇଯାଏ ସମାଜର ଚାପରେ କି ଲୋଭରେ, କିନ୍ତୁ ଭିତରୁ ଆତ୍ମା କୁହେ ଏଇଟା ମୋର ନୁହେଁ। ଏଇ ଦ୍ୱନ୍ଦ୍ୱ ହିଁ ମଣିଷକୁ ଭିତରୁ ଦୁର୍ବଳ କରିଦିଏ। ଏହା ଛଡ଼ା ଆଉ କିଛି ଭୟ? ହଁ, ଏଥିରେ ବିଫଳ ହେବାର ସମ୍ଭାବନା ବହୁତ ବେଶୀ। ଯେମିତି ଗୋଟେ ମାଛ ଗଛ ଚଢ଼ିବାକୁ ଚେଷ୍ଟା କଲେ କ'ଣ ହେବ? ସେ ତ କେବେ ବି ସଫଳ ହେବନି। ଠିକ୍ ସେହିପରି। ଏହାଛଡ଼ା ଆଉ ଗୋଟେ ଭୟ ବି ଆସେ ଯେ ଲୋକେ କ'ଣ କହିବେ,
କିମ୍ବା ମୁଁ ଯଦି ଧରା ପଡ଼ିଯିବି। ଓହୋ, ଯାହାକୁ ଆଜିକାଲି ଇମ୍ପୋଷ୍ଟର ସିଣ୍ଡ୍ରୋମ କୁହାଯାଉଛି। ଏକଦମ। ଏହି ସବୁ କାରଣରୁ ହିଁ ପରଧର୍ମକୁ ଭୟଙ୍କର କୁହାଯାଇଛି। ଏବଂ ମୁଁ ସ୍ପଷ୍ଟ ଭାବେ ବୁଝିପାରୁଛି। ତେବେ ଆସନ୍ତୁ ସେହି ବାକ୍ୟ ଉପରକୁ ଯିବା ଯାହା ସବୁଠୁ ଶକ୍ତିଶାଳୀ। ସ୍ୱଧର୍ମେ ନିଧନମ୍ ଶ୍ରେୟ। ଏହାର ଗଭୀର ରହସ୍ୟ କ'ଣ? ଏହାର ଅର୍ଥ ହେଉଛି ଯଦି ତୁମେ ନିଜ ସ୍ୱଭାବର ରାସ୍ତାରେ ଚାଲୁ ଚାଲୁ ମରିଯାଅ, ତେବେ ତାହା ବି ମଙ୍ଗଳକାରୀ। ହଁ, କାରଣ ଏହାଦ୍ୱାରା ଆତ୍ମା ଶୁଦ୍ଧ ରୁହେ, କୌଣସି କର୍ମବନ୍ଧନ ସୃଷ୍ଟି ହୁଏ ନାହିଁ। ଏପରିକି ପରବର୍ତ୍ତୀ ଜନ୍ମରେ ମଧ୍ୟ ଉତ୍ତମ ମାର୍ଗ ମିଳିବାର ସମ୍ଭାବନା ଥାଏ। ତେବେ ଏହାର ଅର୍ଥ ହେଲା ପରଧର୍ମରେ ବଞ୍ଚି ରହିବାଟା ବି ଗୋଟେ ପ୍ରକାର ମୃତ୍ୟୁ। ଆଧ୍ୟାତ୍ମିକ ମୃତ୍ୟୁ ଆପଣ କହିପାରନ୍ତି। ବାଃ, ଏତେ ହଜାର ବର୍ଷ ପୁରୁଣା ଜ୍ଞାନ। ଆଜିର ଜୀବନରେ ଏହାର କ'ଣ ପ୍ରାସଙ୍ଗିକତା ଅଛି? ମୁଁ ତ କହିବି ଆଜିର ଯୁଗରେ ଏହାର ମହତ୍ତ୍ୱ ସବୁଠାରୁ ଅଧିକ। କେମିତି? କିଛି ଉଦାହରଣ ଦେଇ ବୁଝାନ୍ତୁ। ଦେଖନ୍ତୁ, ପ୍ରଥମେ ଆସିବା କ୍ୟାରିୟର ଚୟନକୁ। ହଁ, ଏଇଟା ବହୁତ ବଡ଼ ସମସ୍ୟା। ଆମେ କ'ଣ କରୁ? ଅନ୍ୟର ସଫଳତା ଦେଖି କିଏ ଇଞ୍ଜିନିୟର ହୋଇ ଭଲ ପଇସା କମଉଛି, ତେଣୁ ଆମେ ବି ଇଞ୍ଜିନିୟର ହେବାକୁ ଚାହୁଁ। ନିଜର ଆଗ୍ରହ କ'ଣ ତାକୁ ନ ଦେଖି। ହଁ, ଏହା ହିଁ ପରଧର୍ମ। ଆଉ ଏହା ହିଁ ଆଜିକାଲିର ମାନସିକ ଚାପର ସବୁଠୁ ବଡ଼ କାରଣ। ଆଉ ସୋସିଆଲ ମିଡିଆ, ସେଠି ତ ଆମେ ସବୁବେଳେ ଅନ୍ୟମାନଙ୍କର ଜୀବନ ଦେଖୁଛେ। ଆଉ ସେଇଟା ହେଉଛି ପରଧର୍ମର ଏକ ବଜାର। ପରଧର୍ମର ବଜାର। ବାଃ, କି ସୁନ୍ଦର କଥା କହିଲେ। ହଁ, ଆମେ ଅନ୍ୟର ଜୀବନଶୈଳୀ ଦେଖି ନିଜ ଜୀବନକୁ ବଦଳାଇବାକୁ ଚେଷ୍ଟା କରୁ। ଫଳରେ କ'ଣ ହୁଏ? ଅସନ୍ତୋଷ ଆଉ ନିରାଶା। ଠିକ୍। ଏପରିକି ପିଲାମାନଙ୍କର ଶିକ୍ଷା କ୍ଷେତ୍ରରେ ବି ଏହା ଦେଖାଯାଏ ନା? ନିଶ୍ଚୟ। ପ୍ରତ୍ୟେକ ପିଲାର ସ୍ୱଧର୍ମ ଅଲଗା। କାହାର କଳାରେ ଆଗ୍ରହ, କାହାର ବିଜ୍ଞାନରେ, ତ କାହାର ଖେଳରେ। କିନ୍ତୁ ଆମେ ସମସ୍ତଙ୍କୁ ଗୋଟିଏ ରାସ୍ତାରେ ଚଳାଇବାକୁ ଚେଷ୍ଟା କରୁ। ଆଉ ତାହା ହିଁ ହେଉଛି ପରଧର୍ମ, ଯାହା ସେମାନଙ୍କର ପ୍ରାକୃତିକ ପ୍ରତିଭାକୁ ନଷ୍ଟ କରିଦିଏ। ଏପରିକି ଆଧ୍ୟାତ୍ମିକତା କ୍ଷେତ୍ରରେ ମଧ୍ୟ ଏହା ଲାଗୁ ହୁଏ ବୋଧହୁଏ। ନିଶ୍ଚିତ ଭାବରେ। ଅନ୍ୟ କାହାର ସାଧନା ପଦ୍ଧତିକୁ ଆଖିବୁଜି ନକଲ କରିବା ଉଚିତ ନୁହେଁ। ପ୍ରତ୍ୟେକ ଆତ୍ମାର ଯାତ୍ରା ଭିନ୍ନ। ନିଜ ପାଇଁ କ'ଣ ଠିକ୍ ତାକୁ ଖୋଜିବାକୁ ପଡ଼ିବ। ଏବେ ଯଦି ଆମେ ଏହାକୁ ଗୋଟେ ବଡ଼ ଚିତ୍ରରେ ଦେଖିବା, ମାନେ ସାମଗ୍ରିକ ବ୍ରହ୍ମାଣ୍ଡୀୟ ସ୍ତରରେ। ହଁ, ତାହେଲେ ଏହାର ଏକ ଆହୁରି ଗଭୀର ଅର୍ଥ ବାହାରିବ। କ'ଣ ସେଇଟା? ଭାବନ୍ତୁ, ଏହି ସମଗ୍ର ସଂସାର ଗୋଟେ ବିଶାଳ ଯନ୍ତ୍ର ଭଳି, ଆଉ ଆମେ ପ୍ରତ୍ୟେକେ ଏହାର ଗୋଟିଏ ଗୋଟିଏ ଅଂଶ। ଏ କସ୍ମିକ୍ ମେସିନ୍? ହଁ, ତେବେ ଯଦି ପ୍ରତ୍ୟେକ ଅଂଶ ନିଜ ସ୍ଥାନରେ ରହି ନିଜ କାମ ଠିକ୍ ଭାବରେ କରେ, ତେବେ କ'ଣ ହେବ? ସମଗ୍ର ଯନ୍ତ୍ରଟି ସଠିକ୍ ଭାବେ ଚାଲିବ। ଏକଦମ। କିନ୍ତୁ ଯଦି ଗୋଟିଏ ସ୍କ୍ରୁ ଭାବିବ ଯେ ସେ ଇଞ୍ଜିନ୍ ହୋଇଯିବ, ତେବେ ପୁରା ବ୍ୟବସ୍ଥା ଭୁଷୁଡ଼ି ପଡ଼ିବ। ତେଣୁ ସ୍ୱଧର୍ମ ପାଳନ କରିବା ହିଁ ବ୍ରହ୍ମାଣ୍ଡର ଗତି ସହିତ ନିଜକୁ ଯୋଡ଼ିବା। ଠିକ୍। ଏହା କେବଳ ବ୍ୟକ୍ତିଗତ ଶାନ୍ତି ପାଇଁ ନୁହେଁ, ବରଂ ବ୍ରହ୍ମାଣ୍ଡର ସନ୍ତୁଳନ ରକ୍ଷା କରିବାରେ ଆମର ଯୋଗଦାନ। ବାଃ, ଏହା ଏକ ଅବିଶ୍ୱାସନୀୟ ଦୃଷ୍ଟିକୋଣ। ତେବେ ଆଜିର ଆଲୋଚନାରୁ ଏହା ସ୍ପଷ୍ଟ ଯେ ସ୍ୱଧର୍ମ ହିଁ ଆନ୍ତରିକ ଶାନ୍ତିର ମାର୍ଗ। ଆଉ ପରଧର୍ମ ହେଉଛି ଭୟ, ଅସ୍ଥିରତା ଏବଂ ଆଧ୍ୟାତ୍ମିକ ପତନର କାରଣ। ସେଥିପାଇଁ ସବୁବେଳେ ସେହି କାର୍ଯ୍ୟ କରିବା ଉଚିତ ଯେଉଁଥିରେ ମନ, ବୁଦ୍ଧି ଏବଂ ଆତ୍ମା ତିନି ଜଣଙ୍କର ସମ୍ମତି ଥାଏ। ଏହି ଶ୍ଲୋକ କେବଳ ଆମକୁ ନିଜ ରାସ୍ତା ଖୋଜିବାକୁ କୁହେ ନାହିଁ, ବରଂ ସେହି ରାସ୍ତାରେ ଚାଲିବାର ସାହସ ମଧ୍ୟ ଦିଏ, ଯଦିଓ ତାହା ଦିନିଆ ଆଖିରେ ତ୍ରୁଟିପୂର୍ଣ୍ଣ ଲାଗୁଥାଏ। ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଚିନ୍ତନାର ବିଷୟ ହେଉଛି, ଆମେ କ'ଣ ପ୍ରକୃତିରେ ନିଜ ଜୀବନ ବଞ୍ଚୁଛେ? ନା, ଅନ୍ୟ କାହା ଦ୍ୱାରା ଲେଖାଯାଇଥିବା ଏକ ଭୂମିକାରେ କେବଳ ଅଭିନୟ କରୁଛେ? ଏହା ଏକ ବହୁତ ବଡ଼ ପ୍ରଶ୍ନ। ଆଶା କରୁଛୁ ଆଜିର ଏହି ଆଲୋଚନା ସମସ୍ତଙ୍କୁ ଭଲ ଲାଗିଥିବ। ଯଦି ଭଲ ଲାଗିଲା, ତେବେ ଏହାକୁ ଲାଇକ୍ ଏବଂ ସେୟାର କରି ଭଗବାନ ଶ୍ରୀକୃଷ୍ଣଙ୍କର ଆଶୀର୍ବାଦ ଲାଭ କରନ୍ତୁ। ଆଉ କମେଣ୍ଟ ବକ୍ସରେ ଓମ୍ ନମୋ ଭଗବତେ ବାସୁଦେବାୟ କିମ୍ବା ଜୟ ଜଗନ୍ନାଥ ଅବଶ୍ୟ ଲେଖନ୍ତୁ। ଆଗାମୀ ଶ୍ଲୋକର ଆଲୋଚନା ଶୁଣିବା ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଧନ୍ୟବାଦ। ଧନ୍ୟବାଦ। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।